नमस्कार। ओडिया अस्मितार गोटे स्वतंत्र अध्याय स्वागत करुचे मुझ सुब्रत। ओडिया अस्मिता निरंतर भावे विभिन्न वर्गर लोक को लेकर सीधा कथा कार्यक्रम आयोजन करछि आपण मानक सामने परसी देछे। आज आम गोटे उपात अंचल भावे परिचित गायस्लेट के पहुंचीचु। गायस्लेट रे अनेक दिन धरी राजनीतिक सामाजिक क्षेत्र रे तांकर विशेष अवदान थिबा जने व्यक्ति प्रणय साहू आज्ञा वर्तमान से ब्लॉक चेयरमैन अछन। तांकर संगे कथा हम सीधा सलख स्वागत कर्मा तांको। आज्ञा आपन को ओडिया अस्मिता रे स्वागत करछु। केनता अछन आज्ञा? ଭଲ ଅଛୁ। तो केनता चाली छे वर्तमान गैसलेट रो विकास काम? विकासटा गोटे निरंतर प्रक्रिया जिनिसटे आज्ञा राताराति केनसी विकास नुहे तो समय लागसी आज्ञा प्लानिंग टे करासी आज्ञा योजनाबद्ध भाव तारपर से विकासटा संभव है। नहीं आपन तो सरकारी दल रे रहिछन विरोधी दल रे भी रहिछन किंतु गैसलेट रो विकास ने अटकी बोली करी क्वेश्चन आपन कर शुभेच्छु माने एटा सदे सद आम जेहेतु विकास कांके प्राधान्य दूसु आज्ञा पंचायत कांके प्राधान्य दूसु सब जन प्रतिनिधि मान कर्तव्य भी है विकास के आगे न बाटे विकास कांके तो पछे खींचे नहीं पारन ना। आपन जेतेबेले राजनीति के आसीथिले काना काना समस्या थिला? देखो मुझे जितेबाला 97 रे पलागिरी पंचायत राजनीति आसी समस्या बहुत थिला। ସେତେବେଳେ ପହିଲା କଥା ହଉଛି ଲୋକମାନଙ୍କର ପାଖେ ଖାଇବାଟା ନାହିଁ। ଆଜ୍ଞା ଏମିତି ବି ଗୋଟେ ଗୋଟେ ସମୟ ହେଇଛି ମୁଁ ଯେତେବେଳେ ଗାଁ ମାନଙ୍କୁ ଯାଉଥିଲି ଆଜ୍ଞା ରନ୍ଧା ରହୁଛି ସେ ଜାଗାରେ 10 ଘର 15 ଘର କି ମୁଁ ସେନ ଚାଉଳ ଆରେଞ୍ଜମେଣ୍ଟ କରିକି ମୋତେ ଆସିବାକୁ ଆପଣ ରାଜନୀତି କି ନା ଆସିଥାଇ ଆଉ ସେଟା ଆରମ୍ଭ କରୁ ଆଗରୁ ଏଇ ପଛେ 97 ରୁ ଯେତେବେଳେ ସିଧାସଳଖ ରାଜନୀତିକ ଆଜ୍ଞା ଆଗରୁ ଆମ ସମ୍ପର୍କରେ ଥିଲୁ ଯୋଉ ଡାଇରେକ୍ଟ ଲୋକ ସମ୍ପର୍କ 97 ରୁ ମୁଁ ଯେତେବେଳେ ପହିଲା ହେଇକିରି ପଞ୍ଚାୟତ ସମିତି ଭାଇସ୍ ଚେୟାରମ୍ୟାନ୍ ହେଲି ମୋ ତରଫରୁ ଜଣେ ଚେୟାରମ୍ୟାନ୍ ହେଲେ ଆଜ୍ଞା ପ୍ରାୟତଃ ଦାୟିତ୍ୱ ମୋର ଉପରେ ବେଶୀ ପଡୁଥିଲା। ଯେତେବେଳେ ମୋ ଗାଁ ମାନଙ୍କୁ ଯାଉଥିଲି ଏମିତି ଗାଁ ଗୁଡାକ ଅଛି ଯେକି ଲୋକମାନେ ରନ୍ଧା ରହୁଥିଲେ ସେତେବେଳେ ଗମନାଗମନ ସୁବିଧା କେନ୍ତା ଥିଲା ରିହାତି କେନ୍ତା ଅଛି? ସେତେବେଳେ ବି ଗମନାଗମନର ଅବସ୍ଥା ବହୁତ ଶୋଚନୀୟ ଥିଲା ଶୋଚନୀୟ ଥିଲା। କେମିତି ପଞ୍ଚାୟତ ହେଡକ୍ୱାର୍ଟର ଆମର କମ୍ୟୁନିକେସନ ନେଇଛି ଗାଁ ମାନଙ୍କୁ ବି କମ୍ୟୁନିକେସନ ନେଇଛି ଯେନେ ପରବର୍ତ୍ତୀ ପର୍ଯ୍ୟାୟରେ ଧୀରେ ଧୀରେ କରି ହେଇଛି ବିଭିନ୍ନ ଯୋଜନା ମାନେ ଯେତେବେଳେ ହଉଛି ସେ ଯୋଜନାରେ ସାମିଲ କରିକି କରାହଉଛି। ସ୍ୱାସ୍ଥ୍ୟ କ୍ଷେତ୍ର କେନ୍ତା ଥିଲା ଆଜ୍ଞା? ସବୁଟା ସେଟା ଗୋଟେ ବାରମ୍ବାର ଆନ୍ଦୋଳନ 97 ରେ ଆକ୍ଚୁଆଲି ଗୋଟେ ଭିତ୍ତିଟା ପକେଇ ପାରିଲେ ବ୍ଲକ ତରଫରୁ ସେତେବେଳେ ୟେସ୍ ବୋଲିକରି ଗୋଟେ ଯୋଜନାଟେ କାର୍ଯ୍ୟକାରୀ ହଉଥିଲା। ଏ ଯୋଜନାରେ ଆମେ କମ୍ୟୁନିକେସନ କେ ପହଲା ଦିଅନ୍ତି ବେଡଙ୍ଗର ସାଙ୍ଗେ ଥରେ ମୁଁ ଯେତେବେଳେ ଗୋରନମୁଡା ଗାଁ ଯାଇଥିଲି ସେ ସମୟରେ ଗାଡି ମୋଟର ବି ନେଇଥି ଏତେ ନେଇଥି ରାସ୍ତା ବି ଅତି ଶୋଚନୀୟ ଥିଲା ତ ଗୋଟେ ପେସେଣ୍ଟ के ବ୍ଲକ ଗାଡି ଦେଇକି ନେଇକରି ପଠେଇକରି ତାର ଜୀବନ ବଞ୍ଚେଇଛୁ। ସେଦିନ ପ୍ରାୟୋରିଟି ଦେଇଥିଲୁ ଯେ କମ୍ୟୁନିକେସନ के ଧ୍ୟାନ ଦେଉ ଆମେ ଯେତେବେଳେ ସ୍ୱାସ୍ଥ୍ୟର କଥା ହଉଥିଲା ସ୍ୱାସ୍ଥ୍ୟ ଲାଗି ବାରମ୍ବାର ଗ୍ୟାସଲେଟ ର ଆନ୍ଦୋଳନ ହେଇଛି ସେଟା ସ୍ୱାସ୍ଥ୍ୟ ଆଉ କମ୍ୟୁନିକେସନ ଦୁଇଟା ରିଲେଟେଡ ଆଜ୍ଞା ନିଶ୍ଚିତ ଭାବେ ଗୋରନମୁଡିଆ ଭଳିଆ ଗୋଟେ ଗାଁ କି ଯେନ୍ ଜାଗାରେ ଆମେ ବ୍ଲକ ଦେଇକରି ଲୋକ ପଠେଇଥିଲୁ ସ୍ୱାସ୍ଥ୍ୟ ଚିକିତ୍ସା ଲାଗି ସେତେବେଳେ ଅବସ୍ଥା ହିସାବ କରୁ ମିନିମମ୍ 15 କିଲୋମିଟର ଗ୍ୟାସ ଟିକେ ଆସିଲା ଯେ ସେମାନେ ଚିକିତ୍ସା ପାଉଥିଲେ ଆଉ କମ୍ୟୁନିକେସନ କିଛି ନାଇଁ ଥି ଏହା ଯେନ୍ଟା ଆପଣ ବିଭିନ୍ନ ଜାଗାରେ ଗୋଟେ ଗୋଟେ ଚିତ୍ର ହଉଛି ଅନ୍ୟ ବହିକରି ଯେନ୍ ନଉଛନ୍ ବାହାର ବହିକରି ଯେନ୍ ନଉଛନ୍ ସେଇଭଳିଆ ଅବସ୍ଥା ଥିଲା ସେତେବେଳେ। ବର୍ତ୍ତମାନ ଆମର ଯେନ୍ 102 ଖଣ୍ଡ ଗାଁ ଅଛି ସବୁ ଗାଁକେ ଆମେ କନେକ୍ଟିଭିଟି ରୋଡ ଯୋଗାରେ କନେକ୍ସନ ହେଇଗଲାନ আর বাকি 2-3 খଣ୍ଡ গাঁ আছে যেটাকি পিচু রোড যেটা মানে পিচু রোড বাকি হওয়াটা আর 2-3 খଣ୍ଡ গাঁ বাকি ଅଛି ଗୋଟେ 4 ଖଣ୍ଡ କି 5 ଖଣ୍ଡ ଗାଁ ସେ ଅଦର ସାଇଡ ରହିଛି ଡାଇରେକ୍ଟ ଲିଙ୍କ ନାହିଁ ସେଟା ବି ବର୍ଷ ଭିତରେ ବର୍ଷେ ହେଇଯିବ। ଶିକ୍ଷା କ୍ଷେତ୍ରର କଥା କାଣା କହିବେ ପ୍ରଣୟ ସାହୁଙ୍କର ଅବଦାନ କାଣା ଅଛି? ପ୍ରଣୟ ସାହୁର ଅବଦାନ ହେନ୍ତା କିଛି ନାହିଁ ଆମେ ଆମର କାମ କରୁଛୁ ଆମର ଡ୍ୟୁଟି ଅନୁସାରେ ଶିକ୍ଷାରେ ସ୍ୱାସ୍ଥ୍ୟରେ ଗୋଟେ ବ୍ରାଣ୍ଡ ଆଣ୍ଡ ପ୍ରଣୟ ସାହୁ ନା ହେନ୍ତା ମୁଁ ତ କହିନି ପରେ ଦେଖୁନ୍ ଶିକ୍ଷା एजुकेशन टा देखो यहाँ दे पहला प्राइमरी एजुकेशन देखी से समय विभिन्न जगह हाईस्कल गुड़ाक नुआ नुआ तैयारी होता तो से भी हमको फीडिंग देवाक पड़े। अच्छा या चाहला कि आम 19टा पंचायत 23टा हाईस्कल वन पंचायत वन थिला तार सत्वे भी आम 4-5टा खंडे हाईस्कल अधिका हो यहाँ बिल्डिंग टा गोटे बड़ प्रोब्लेम था विभिन्न योजना मिसे मुसा लोक सहयोग बिल्डिंग मान
तैयारी होइतिला। ଆପଣ କଲେଜ ମହାବିଦ୍ୟାଳୟ ଯେନ୍ତା ଅଛି ସେଥିର ସାଙ୍ଗେ ବି ସଂଶ୍ଳିଷ୍ଟ ଅଛନ୍ କେନ୍ତା देखुन ଥିବା କଥା आमर इन प्रकृत देखले आमर एजुकेशन के प्रायोरिटी दी ଆଜ୍ଞା आमर एटा होचे मरुड़ी अंचल में ନିଶ୍ଚିତ ଭାବେ जमी नहीं बढ़े ଆଜ୍ଞା शिक्षा गोटे होचे व्यापक क्षेत्र ଆଜ୍ଞା ଯଦି ଛାତ୍ରଛାତ୍ରୀ ମାନେ ପଢ଼ିଲେ ଶିଖିଥିଲେ ତାଙ୍କର ନାହିଁ ସାରା ପୃଥିବୀରେ ସୁଯୋଗ ଅଛି ହୁଁ ହୁଁ ଆଉ ସେଥିଲାଗି ଆମେ ଶିକ୍ଷାକେ ପ୍ରାଧାନ୍ୟ ଦେଇଛୁ ଦେଖୁନ ଆପଣ ଇହାଦେ ମୁଦରେ ପାରିନ ଗୋଟେ ପ୍ଲସ୍ ଟୁ କଲେଜ ଗଲା ବନିଆପଲ୍ଲୀ ଗୋଟେ ପ୍ଲସ୍ ଟୁ କଲେଜ ହେଇଗଲା ତାଲପଲ୍ଲୀ ଗୋଟେ ହେଇଗଲା ଆପଣ କରିମୁଡ଼ା ଗୋଟେ ହେଇଗଲା ଗ୍ୟାସିଏଟ୍ରେ ଦୁଇ ଦୁଇଟା ହେଇଗଲା ମାନେ 7ଟା 8ଟା ପ୍ଲସ୍ ଟୁ କଲେଜ ହେଲା ଦୁଇଟା ଡିଗ୍ରୀ କଲେଜ ହେଲା ଆଜ୍ଞା ପର୍ଯ୍ୟଟନରେ ଅନେକ ସମ୍ଭାବନା ଅଛି କିନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ଗ୍ୟାସ ରେଟ୍ ଦୁର୍ବଳ ଅଛି ସେଟା ବିକାଶରେ ଦୁର୍ବଳ ଅଛି ପର୍ଯ୍ୟଟନକେ ସେଟା ସରକାରୀ ଫଣ୍ଡିଂ ଦରକାର ଆଜ୍ଞା ଫାଷ୍ଟ ଥର ଷ୍ଟେପ୍ରେ ଆମେ ଆମର ବନ୍ୟାପଲ୍ଲୀ ବୌଦ୍ଧ ମନ୍ଦିରକେ ଆଜ୍ଞା କିଛି ଆର୍ଥିକ ସହାୟତା ପାଇଛୁ ହୁଁ ହୁଁ ଆର୍ ବନ୍ୟାପଲ୍ଲୀ ଯେନ୍ ବୁଦ୍ଧ ବିହାର ଯେନ୍ଟା ବୌଦ୍ଧ ଇହାଦେ ବିହାର ବୋଧେ ଆଜ୍ଞା ବୌଦ୍ଧ ବିହାର ହୁଁ ହୁଁ ସେଟାକେ ଆମେ ରିନୋଭେସନ କରିକି ଇହାଦେ ଗୋଟେ ଦେଖବାର୍ ଲାୟକ କରିଛୁ ଆଜ୍ଞା ତଥାପି 10-15 ଦିନ ବୋଧେ ଲାଗିଯିବ ପୁରା ମାସେ ଲାଗିଯିବ ପରେ ଟୋଟାଲ କାମ କେ ଆଗକେ ନେବାର୍ ଲାଗି ହଁ ହଁ ଆଉ ଏଥିରେ ଜିଲ୍ଲାପାଳ ମାନଙ୍କର ବି ସହଯୋଗ ଅଛି ଆମର ବିଧାୟକ ମାନେ ବି ସବୁବେଳେ ସହଯୋଗ କରିଛି ଆଉ କାଣା କାଣା ଆବଶ୍ୟକତା ଅଛି ପ୍ରଣୟ ସାହୁ କାଣା ସ୍ୱପ୍ନ ଦେଖିଛନ୍ ଆମର ଗ୍ୟାସ ରେଟ୍ ର ଉନ୍ନତି ଲାଗି ଦେଖୁନ ଆପଣ ଆମେ ସପନ ଦେଖିଦେଲେ ସପନ କେତେବେଳେ ସଦିନ ହୁଏ କିଛି କାର୍ଯ୍ୟକାରୀ କରିପାରିଲେ ବି ଆମେ ବହୁତ ଖୁସି ଅଛୁ ଆଜ୍ଞା ଆଜ୍ଞା ପ୍ରକୃତରେ ଆମର ନ ପିଇବାର ପାଣିଟା ସବୁଥିନ୍ କଷ୍ଟ ଥିଲା ଇହାଦେ ବି କଷ୍ଟ ଅଛି ଆଜ୍ଞା ଗୋଟେ ସାଇଡରେ ଫ୍ଲୋରାଇଡ୍ ବାହାରୁଛି ଆଜ୍ଞା ଆଉ ଗୋଟେ ସମୟ ଏନ୍ତା ଥିଲା ଯେ ଖରାଦିନେ ପାଣି ଟିକେ ବି ନେଇ ମିଳୁଛି ଆଜ୍ଞା 97ରେ ଗୋଟେ ବର୍ଷରେ ଆଜ୍ଞା ଆମେ 400ରୁ ଅଧିକା ଟ୍ୟୁବୱେଲ୍ କରିଛୁ ଯେନ୍ଟା ରେକର୍ଡ ଓଡ଼ିଶାରେ 400 ରୁ ଅଧିକ 400ରୁ ଅଧିକା ଆର୍ ଏମିତି ସ୍ଥିତି ଥିଲା ପାଣି ଯେତେବେଳେ ବାହାରୁଛି ସେତେବେଳେ ଅନୁଗୋଳ କଲେକ୍ଟର ଥିଲେ ଏହା ଯେନ୍ ରନିଂର ହେଡ୍ ଅଛନ୍ ଆମର ଆଜ୍ଞା ଓଡ଼ିଶା ଗଭର୍ଣ୍ଣମେଣ୍ଟର ସଚିବ ଅଛନ୍ ଆଜ୍ଞା ସଚିବ ଅଛନ୍ ଆଜ୍ଞା ମାନେ ଭୁବନେଶ୍ୱରରୁ ଜିଓଲୋଜିକାଲ ଟିମ୍ ଆଣିକରି ଆମେ ବିଭିନ୍ନ ଗାଁକେ ଆଇଡେଣ୍ଟିଫାଏ କରିକି ଟ୍ୟୁବୱେଲ୍ କରିଛୁ 400 ତାପରେ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସମୟରେ ଟ୍ୟୁବୱେଲ୍ ମାନେ ଏଇଟା ତ ପ୍ରତିବର୍ଷ ପିଇବାର ହଉଛି ପାଣି କଥା କହିଲେ ଯେ ଆମର ଜଳସେଚନ କଥା ଯେନ୍ଟା କି ଜମି के ଜଳସେଚନ କାଣା ବ୍ୟବସ୍ଥା ଥିଲା ସେତେବେଳେ ଇହାଦେ କାଣା ଅଛି ଦେଖନ୍ତୁ ଜମିକେ ଜଳସେଚନ ବୋଲେ ଫାଷ୍ଟ ଆମେ ମଲକାନ ନାଲା ନେଇଥିଲୁ ଯେତେ ମଲକେନ ନାଲା ମଲକାନ ନାଲା ପ୍ରୋଜେକ୍ଟ ଯେନ୍ଟାକି ପ୍ରକାଶ ଦେବତା ସମୟରେ ହେଇଥିଲା ହୁଁ ହୁଁ ସେ ତାହାକୁ ମନ୍ତ୍ରୀ ଆମେ ଥିଲେ ମନ୍ତ୍ରୀ ଥିଲେ ଆଜ୍ଞା ଆର ସେଟା ଗୋଟେ ମାଟିର ଡ୍ୟାମ୍ଟିଆ ହୁଁ ହୁଁ ଇହାଦେ 3-4ଟା ପଞ୍ଚାୟତ ଆରେ 2ଟା ପଞ୍ଚାୟତର ଲୋକ ଚାଷୀମାନେ ଉପକୃତ ହଉଛନ୍ ହୁଁ ହୁଁ ଆଉ ସେ ଜାଗାରେ ବି ଇହାଦେ ପିକନିକ ସ୍ପଟଟେ ବି ହୁଁ ହୁଁ ଛୋଟିଆ ଆକାରରେ ଆରମ୍ଭ କରାହେଇଛି ତାପରେ ଫରେଷ୍ଟ ଡିପାର୍ଟମେଣ୍ଟ ବି ଟାୱାରଟେ କରିଛନ୍ତି ଅନୁରୋଧ କଲାବେଳକୁ ହୁଁ 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 ତାପରେ ଆମେ ଗୋଟେ ସେନ ଟିକେ ବ୍ୟୁଟିଫିକେସନ କରବାର୍ ଲାଗି ଚାହୁଁଛୁ ଆମର ତ କମ ପଇସା ଭିତରେ ଆମକୁ କରବାକେ ପଡୁଛି ଆଉ ଗୋଟେ ଆଜ୍ଞା ପ୍ରଶ୍ନର ଆମର ବଡ ଭିଜନଟା ହେଲା ଯେ ସହରରେ ଯେନ୍ ସୁବିଧା ମିଳୁଛି ଗାଁରେ ବି ସେଟା ମିଳୁଛି ନିଶ୍ଚିତ ଭାବେ ଆଉ ଏଇଟା ଆମେ ଗୋଟେ ସେଥିରେ ବହୁତ ପରିମାଣରେ ସକ୍ସେସ୍ ଆଗକେ ପଞ୍ଚାୟତ ନିର୍ବାଚନ ଅଛି ଫେର ଥରେ ଆଗକେ ଆସିବେ ଆପଣ ପ୍ରଣୟ ସାହୁ ନା ବିରୋଧୀ ଶୂନ୍ୟ ଥିବାର ଜାଗାକେ ଫିଲଅପ କରିବେ ପ୍ରଣୟ ସାହୁ ବିରୋଧୀ ଶୂନ୍ୟ ନାଇଁ ସେ ସବୁବେଳେ ରାଜନୀତି କରୁଛି ବୋଲି ବିରୋଧୀ ରହେସନ୍ ବିରୋଧୀ ଶୂନ୍ୟ ଜଣା ଯାଉଛି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିରୋଧୀ ଶୂନ୍ୟ ବିଧାନସଭା ନିର୍ବାଚନରେ ବିରୋଧୀ ଶୂନ୍ୟଟା ଗୋଟେ ଅଲଗା କଥା ଆମର ନ ବିରୋଧୀ ଶୂନ୍ୟ ଗୋଟେ ଅଲଗା କଥା ନାଇଁ ଆମେ ବିରୋଧୀ ଶୂନ୍ୟ କେନ୍ତା କରି ହେବା ଆଜ୍ଞା ଏଇଟା ଗୋଟେ ଆଜ୍ଞା ଦେଖୁନ ଆମେ ସର୍ବସାଧାରଣଙ୍କ ଯେନ୍ ମୌଳିକ ସୁବିଧା ହୁଁ ହୁଁ ଆମେ ସେ ଉପରେ କାମ କରୁ ଆଜ୍ଞା ମୁଖ୍ୟତଃ ହେଲା ଯେ ଚାଉଳ ଲୋକେ ଠିଆ କରି ପାଇଲେ କି ଆଜ୍ଞା ପ୍ରାଥମିକ ପର୍ଯ୍ୟାୟରେ ଗଭର୍ଣ୍ଣମେଣ୍ଟ କାଣା କଲା ନୂଆ ହୁଁ କିଛି ବାହାରିକି ବହୁତ ଲୋକ କଟି ଯାଇଛନ୍ ଚାଉଳ ବାଦ ପଡ଼ିଛନ୍ ଆଜ୍ଞା ଜଣେ କ୍ରମାଗତ ଭାବେ ଚାଉଳ ପାଉଥିବା ହୁଁ ହୁଁ ବାଦ ପଡ଼ା ଗୋଟେ ଦୁଃଖର ବିଷୟ ଆଜ୍ଞା ତାପରେ ଭତ୍ତା ଆଜ୍ଞା ଆଗରୁ ଯେତିକି ଟାର୍ଗେଟ ଥିଲା 1.5 ବର୍ଷ ପୂର୍ବରୁ ଆଜ୍ଞା ସେତିକି ଟାର୍ଗେଟରୁ ବର୍ତ୍ତମାନ ସୁଦ୍ଧା ନେଇ ବଢ଼ିବାର ଆଜ୍ଞା କିନ୍ତୁ ଲୋକଙ୍କ ଡିମାଣ୍ଡ ବଢ଼ିଯାଉଛି ଯଦି ଜଣେ ଭତ୍ତା ପାଉଥିବା ମରିଗଲା ତାର ବଦଳରେ ଆମେ ଜଣେ ଆଡ଼ଜଷ୍ଟ କରୁଛୁ ନୂଆ ଟାର୍ଗେଟ ନେଇନୁ ତାପରେ ହରିଶ୍ଚନ୍ଦ୍ର ଯୋଜନା ଯେଟା ଜଣେ ଖରାପ ହେଲେ 2,000 ଟଙ୍କା ଲେଖାଏଁ ଦିଆହେଉଛି ଏ ସରପଞ୍ଚ ମାନେ 40,000 50,000 ଲେଖା ଗୋଟେ ଗୋଟେ ସରପଞ୍ଚ ପଇସା ମରିଛନ୍ ସେମାନେ ବର୍ତ୍ତମାନ ସୁଦ୍ଧା ନେଇ ପାଇବାର୍ଛନ୍ ତାପରେ ଭତ୍ତାଟା 3,500 ଟଙ୍କା ଭତ୍ତା କହିଦେଲେ ଆମେ ମାସେ ଅଧେ ଦେଲୁ ଯେନ୍ଟା ଆମର ରିଜର୍ଭ ଫଣ୍ଡ ଥିଲା ହୁଁ ହୁଁ ପରବର୍ତ୍ତୀ ପର୍ଯ୍ୟାୟରେ ସେଟା ହଜାରେ କରିଦେଲା ସେଟା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ କଲା ଏଇ ପ୍ରକାର ହେଇକିରି ଗୋଟେ ଅସୁବିଧା ହୁଏ ତା ସୁଭଦ୍ରାଟା ସମସ୍ତଙ୍କୁ ଦିଆଯିବା 50,000 ବୋଲେ 50,000 ଦେଇ 5,000 ବୋଲେ ସେ 5,000 ବି ବର୍ତ୍ତମାନ ସୁଦ୍ଧା ପ୍ରାୟ 1,600 ଆପ୍ଲିକେସନ ପେଣ୍ଡିଂ ଅଛି ସେଟା ଦେଇକରି ପାଇବେ ବିଦ୍ୟୁତ ସମସ୍ୟା କଥା କାଣା ଗୋଟେ କହୁଥିଲେ ଆପଣ ବିଦ୍ୟୁତ ସମୟଟା ଦେଖୁନ୍ ବିଦ୍ୟୁତଟା
सरकार जेन प्रतिश्रुति देथिले 300 यूनिट बिजली छाड़े ଆଜ୍ଞା एटा चाष के भी और घर के भी है ଆଜ୍ଞା तो से जिनिसटा बर्तमान सुधा किसी ना आरंभ नहीं होता एटा एटा लोकंर भितर बहुत क्षोभ सरकार एटा तुरंत नीति निष्पत्ति नेवा से सोलर बोले के सोलर सब्सिडी आगे 300 यूनिट कर देबे आ से अधिक आला में नाम कहबे एटा हमर ई अंचल नहीं अंतत प्रचलित नहीं। ନିଶ୍ଚିତ ଭାବେ ଆପଣ ଯେନ୍ ଯେନ୍ କଥା କହିଲେ ସରକାରୀ ଦଲ ବି ଏଟାକେ ଶୁଣବେ ବୋଲିକିରି ଆମେ ଆଶା କରମୁ ଆଉ ନିୟମିତ ଭାବେ ଆମେ ଆଲୋଚନା ଜାରି ରଖମା ଆଜି କାର୍ଯ୍ୟକ୍ରମ କି କେନ୍ତା ଲାଗଲା ଆପଣ ମାନେ ମତାମତ ଦେବେ ଆଜ୍ଞା ଆପଣ ବହୁମୂଲ୍ୟ ସମୟ ଦେଲେ ସେଥିଲାଗି ଆପଣଙ୍କୁ ଧନ୍ୟବାଦ କ୍ୟାମେରା ପର୍ସନ ଅଜିତ ସାଙ୍ଗେ ସୁବ୍ରତ କୁମାର ବିରତିଆ ଓଡ଼ିଆ ଅସ୍ମିତା ନମସ୍କାର।